ନୂଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ, ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ଏଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି, ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମାପାର କଂଗ୍ରେସ ନେତାମାନଙ୍କର ଗୋଟିଏ ହେଲା ପ୍ରବୃତ୍ତି ବା ଗୋଟେ ଅଭ୍ୟାସ ହେଇଗଲାଣି, ସମସ୍ତେ ନିଜକୁ ନିଜେ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି, ବିଶେଷ ଭାବରେ ଓଡ଼ିଶା କଂଗ୍ରେସ। ମୁଁ ପ୍ରଥମରୁ କହିଛି ଏହା ଗୋଟିଏ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେ ବିଷୟରେ କି ଯେ ବି ହୋନା କାହିଁକି ପ୍ରେସକୁ ଯିବା ଏବଂ ବାହାରକୁ ଯିବାଟା ଠିକ୍ ନୁହେଁ। ବହୁ ଲୋକଙ୍କର ଅସନ୍ତୋଷ ଦଳ ଭିତରେ ଥାଏ। ପ୍ରତ୍ୟେକ ରାଜନୈତିକ ଦଳରେ ନେତାମାନଙ୍କର କିଛି ନା କିଛି ଅସନ୍ତୋଷ ଥାଏ। ସେ ଅସନ୍ତୋଷକୁ ଉପଶମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେବା ନିହାତି ଆବଶ୍ୟକ। ତେଣୁ ଆମ ଦଳରେ କିଛି ନା କିଛି ଲୋକଙ୍କ ଅସନ୍ତୋଷ ରହିଛି। ଅସନ୍ତୋଷ ଯେ ନାହିଁ ତାହା କହିହେବନି। ତେଣୁ ସେ ଦୃଷ୍ଟିରୁ ମକିମ ବାବୁଙ୍କର ଯେଉଁ ଅସନ୍ତୋଷ ଥିଲା ବା ଯେଉଁ ନେତାମାନଙ୍କର ଏପରି ଅସନ୍ତୋଷ ରହିଛି, ତାକୁ ଉପଶମ କରିବା ପାଇଁ ନେତୃମଣ୍ଡଳୀ ଦଳ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆଉ ମକିମ ବାବୁଙ୍କର କଂଗ୍ରେସ ଦଳ ପ୍ରତି ଯେଉଁ ଅବଦାନ, ତାକୁ ମଧ୍ୟ ଆମେ ଭୁଲିବା ଉଚିତ ନୁହେଁ। 1980 ମସିହା ପରେ କଂଗ୍ରେସ କେବେ କଟକରେ ଜିତି ନଥିଲା। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ଫଳରେ ଯାହା ହଉ ଦୁଇ ଥର ସେଠି କଂଗ୍ରେସ ଜିତିପାରିଛି। ଏବେ ମଧ୍ୟ ତାଙ୍କ ଝିଅ ମଧ୍ୟ ସେଠୁ ନିର୍ବାଚିତ ହୋଇଛି। ତାର ପରଫରମେନ୍ସ ବି ବହୁତ ଭଲ, ତାକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ବିଶେଷ ଭାବରେ ନୂଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ, ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ସେଇଟାକୁ ଆମମାନ ସମସ୍ତେ ସେଥିପାଇଁ ଦାୟୀ। ତାକୁ ଉପଶମ କରିବାର ଥିଲା। ତା ନକରି ସେ ଗୁଡ଼ା ଚିଠି ଫିଠି ଲେଖିଲେ, ହାଇକମାଣ୍ଡକୁ ମଧ୍ୟ ସେଠି ଆକ୍ଷେପ କରିଛନ୍ତି। ହଁ ଠିକ୍, ସେ ଯେଉଁ ସତ କଥା ତା ଭିତରେ କିଛି ଥାଇପାରେ। ତାକୁ କିଭଳି ଭାବରେ ଅଶାନ୍ତିକୁ ଦୂର କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ଆସଚ ଆମେ ବର୍ତ୍ତମାନ ଦୁର୍ବଳରେ ଅଛୁ। ଏ ଦୁର୍ବଳତାକୁ ସବଳତା କରିବା ପାଇଁ ଆମମାନଙ୍କର ସମସ୍ତ ଉଦ୍ୟମ ହେବା ଦରକାର। ଦଳ କ୍ଷତି ହେବନି। ଦଳର ଶୁଣନ୍ତୁ, ଜଣେ ଯେ କେହି ଜଣେ ବ୍ୟକ୍ତି ମଧ୍ୟ ଦଳରୁ ଚାଲିଗଲେ ଦଳର ନିଶ୍ଚୟ ଏଟା କ୍ଷତି ହେବନି। କେମିତି ଦଳ ଅଧିକରୁ ଅଧିକ ସଂଗଠିତ, ଅଧିକ ଲୋକଙ୍କୁ ଆକର୍ଷିତ ଏବଂ ଦଳ ପ୍ରତି ଆନୁଗତ୍ୟଟା କରିବାର ହେଉଛି ଦଳର କର୍ତ୍ତବ୍ୟ ବା ନେତୃମଣ୍ଡଳୀର କର୍ତ୍ତବ୍ୟ। ସେ କିନ୍ତୁ ତାଙ୍କ ବକ୍ତବ୍ୟରେ କଂଗ୍ରେସ ନୀତି ଆଦର୍ଶରୁ ଯେ ଅଲଗା ହେଇଯାଇଛନ୍ତି ସେ କଥା କହିନାହାନ୍ତି। ତେଣୁ ଦ୍ୟାଟ୍ ଇଜ୍ ଏ ସ୍କୋପ୍ ଟୁ ୟୁନାଇଟ୍ ହିମ୍। ବହିଷ୍କାର ନିଷ୍ପତ୍ତି ଭୁଲ। ବହିଷ୍କାର ଶୁଣନ୍ତୁ, ଯେତେବେଳେ ସାଙ୍ଗେ ସାଙ୍ଗେ ବହିଷ୍କାର କରିଦେଉଛନ୍ତି, କରୁଛନ୍ତି, ଯେଉଁମାନେ ବହିଷ୍କାର କରୁଛନ୍ତି ସେମାନେ କିଛି ବିଚାର କରିକି କଥା କହୁଛନ୍ତି ଦଳର ଶୃଙ୍ଖଳା ଦୃଷ୍ଟିରୁ। କିନ୍ତୁ ମକିମ ବାବୁଙ୍କ ଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି, ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମାପାର ବିଶୃଙ୍ଖଳା କରିବା। ତେଣୁ ତାଙ୍କର ଯେଉଁ ବକ୍ତବ୍ୟରୁ ଜଣାପଡ଼ୁଛି ତାଙ୍କର କଂଗ୍ରେସ ପ୍ରତି ଦୁର୍ବଳତା ଅଛି ଏବଂ ଯେଉଁ ଅସନ୍ତୋଷ ଅଛି, ସମୟ ଆସିବ ସେ ଅସନ୍ତୋଷକୁ ଦୂର କରି କେମିତି ତାଙ୍କୁ କଂଗ୍ରେସ ସହିତ ସାମିଲ କରାଯିବ ସେ ଉଦ୍ୟମ ହେବା ଦରକାର। କିମ୍ବା ମକିମ ବାବୁଙ୍କ ମନ ଭିତରେ ଆଉ କ'ଣ ଅଛି ସେ କଥା ମୁଁ ଜାଣିନାହିଁ କି ତା ବିଷୟରେ ମୁଁ ତାଙ୍କ ସହିତ ଆଲୋଚନାର ସମାଧାନ ହେଇପାରିଥାନ୍ତା। ନୂଆପଡ଼ା ନିର୍ବାଚନ ବେଳେ ଯେଉଁଭଳି ଭାବରେ ତାଙ୍କୁ ଦାୟିତ୍ୱ ଦିଆଗଲା ନାହିଁ, ପ୍ରଚାର କମିଟିରୁ ବାହାର ଦିଆଗଲା, ସେ
से सबु समय जदि असंतोष दूर करा आलोचना होता ये स्थिति कोठे आसी नथांता बोध आसी न था ମୁଁ ଭାବୁଛି ବୋଧ ଆସି ନଥାନ୍ତା ନୂଆପଡ଼ା ଇଲେକ୍ସନରେ ଯେଉଁ କଥା କୁହାଗଲା ସେଟା କହିବାର ଆବଶ୍ୟକତା ନଥିଲା ବହୁ କଥା ଥାଏ ସତ୍ୟତା ଥାଏ କିନ୍ତୁ ତାକୁ ପ୍ରେସରେ ବା ପ୍ରକାଶରେ କହିବା ଉଚିତ ବିଭୀଷଣ ନୁହଁ। କଥାଟା ବାଧିଲା ମୁକିମକୁ ବୋଧେ ବାଧିଛି गोड़ ठेसा कराइतला कि दल रे ତାଙ୍କୁ ନୂଆ ତାଙ୍କ ମନ ଭିତରେ କିଛି ଅଶାନ୍ତି ନିଶ୍ଚିତ ଭାବରେ ଥିଲା ଏପରି ବହୁ ଲୋକଙ୍କ ମନ ମଧ୍ୟ ଅଛି ବା ଥାଇପାରେ ଦଳର କର୍ତ୍ତବ୍ୟ କ'ଣ ଦଳର କର୍ତ୍ତବ୍ୟ ଅସନ୍ତୋଷକୁ ଦୂର କରିବା ଜିନ୍ୟୁଇନ୍ ଅସନ୍ତୋଷ ଯେଉଁଗୁଡ଼ା ଥିବ ତାକୁ ଦୂର କରିବା କିନ୍ତୁ ଇଏ ତ ସିଧା କାର୍ଯ୍ୟାନୁଷ୍ଠାନ शो कोच नाही गोटे शो कोच ये तो सीधा कार्यानुष्ठान है। सीधा सीधा कार्यानुष्ठान ଶୋକଜ ତ ସେ ଜଣେ AICC ମେମ୍ବର ତାପରେ ପୂର୍ବତନ MLA ତାଙ୍କର ଦଳ ପ୍ରତି ଅବଦାନ ରହିଛି ତାଙ୍କୁ ଯେଉଁ ରାସ୍ତାରେ ତାଙ୍କୁ ଉପଶମ କରିବା କଥା ହେଇନି ତାକୁ କରାଯାଇନାହିଁ ଆପଣ ଲାଗୁଛି ଅନ୍ୟାୟ ହେଇଛି ମହମ୍ମଦ ମୁକିମଙ୍କ ସହ ଅନ୍ୟାୟ ହେଇଛି କି ତାଙ୍କର ନ୍ୟାୟ ହେଇଛି କି ଅନ୍ୟାୟ ହେଇଛି ଯେଉଁମାନେ ନିଷ୍ପତ୍ତି ନେଉଛନ୍ତି ସେ କଥା ସେମାନେ ବିଚାର କରିବେ କିନ୍ତୁ ମୋଟାମୋଟି ଭାବରେ ଓଡ଼ିଶାରେ ଆମେ ବହୁ ମକିମ ବାବୁଙ୍କର ଆବଶ୍ୟକତା ଅଛି କଂଗ୍ରେସ ଦଳ ପାଇଁ ତେଣୁ ଜଣେ ମକିମକୁ ଛାଡ଼ିଦେବା ଏହିପରି ଅନ୍ୟ ଅସନ୍ତୋଷ ବାଲାକୁ ଯଦି ସମିତିକୁ ଛାଡ଼ିଦେବା ତାହେଲେ ଆମ ଦଳ ମଜବୁତ କେମିତି ହେବ ସେ ତା ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ତାର କିଛି ଉପାଦେୟ ତା ଅଛି କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତିରେ କଂଗ୍ରେସ ଅଛି ଓଡ଼ିଶାରେ ସେହି ସ୍ଥିତିରେ ଅଧିକରୁ ଅଧିକ ନେତାଙ୍କୁ ଅସନ୍ତୋଷକୁ ଦୂର କରି ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ସମୟ ଅଛି ସେଟାକୁ ଆମେ ହରାଇବା ଉଚିତ ନୁହଁ सर मुकिम ସେ ମକିମ ବାବୁଙ୍କ ବିଷୟରେ ଏତିକି କୁହାଯାଇପାରେ सर ଇ मुकिम ସୁଡ୍ ନଟ୍ ହାଭ୍ ଗନ୍ ଟୁ ଦି ପ୍ରେସ୍ मुकिम ତାଙ୍କର ଯାହା ଅସନ୍ତୋଷ ଥିଲା ସେ ଲେଖାଲେଖି କରି ହାଇକମାଣ୍ଡକୁ ଜଣାଇବା ତାଙ୍କର ଉଚିତ ଥିଲା କିନ୍ତୁ ସେ ତାକୁ ଯେଉଁ ଆପଣମାନଙ୍କୁ ପ୍ରେସ୍ରେ କହିଦେଲେ ସେଇଟା ବର୍ତ୍ତମାନ ଫେୟାର ଅଫ୍ ହେଇଗଲା मुकिम बाबू जो चिट्ठी लिखले जे सेटा ठीक थिला ना परोक्षରେ ଭୁଲ ଥିଲା ଆପଣ ଜଣେ ବରିଷ୍ଠ ନେତା ହିସାବରେ କଣ କହିବେ ସତ ଲେଖିଛନ୍ତି ମୁକିମ ସତ ଲେଖି ଚିଠି ଆମେ କ'ଣ ଚିଠି ଲେଖୁନୁ ନା ଆମେ କ'ଣ ଆଲୋଚନା କରୁନୁ କିନ୍ତୁ ମୋର ମତରେ ପ୍ରେସ୍କୁ ଯିବାର ନଥିଲା ତେଣୁ ସିଏ କ'ଣ ତାଙ୍କର ନିଷ୍ପତ୍ତି କ'ଣ ସେ ମନ ଭିତରେ ନେଇଛନ୍ତି ରାଜନୈତିକ ନିଷ୍ପତ୍ତି ସେ ବିଷୟରେ ତ ମୁଁ ତାଙ୍କ ସାଙ୍ଗରେ ଆଲୋଚନା କରିନି ତେଣୁ ସେ ବିଷୟରେ ମୁଁ ମତାମତ ଦେବାକୁ ଚାହେଁନି ଆପଣ ସଭାପତିଙ୍କ ସହ ନେଇ ଆଲୋଚନା କରିବେ କି ଏମିତି ଚାଲିଛି ଦଳରେ ମୋର ତ ଥିଲା ଇଚ୍ଛା ସଭାପତିଙ୍କ ସହିତ ଆଲୋଚନା କରିବା ପାଇଁ କିନ୍ତୁ ଏପରି ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପରେ ଏହା କେତେ ଦୂର କାର୍ଯ୍ୟକାରୀ ହେବ ମୁଁ କହିପାରୁନି ମାନେ ଆପଣ ବି ଆଉ ଚାହୁଁନାହାନ୍ତି ଆଲୋଚନା ଆଲୋଚନା କାହିଁ କରିବୁନି ଆଲୋଚନା କରିବାର କିଛି ଅସୁବିଧା ଅଛି ଶଶୀ ଥରୁର କେତେ ରକମ କଥା କହୁଛନ୍ତି କିଛି ବରିଷ୍ଠ ଅଣଦେଖା ହଉଛନ୍ତି କି ଏବେ ଦଳରେ ଆପଣଙ୍କୁ ଲାଗୁଛି ଦେଖା ଶୁଣନ୍ତୁ କଂଗ୍ରେସ ନେତାମାନଙ୍କର ଗୋଟିଏ ହେଲା ପ୍ରବୃତ୍ତି ବା ଗୋଟେ ଅଭ୍ୟାସ ହେଇଗଲାଣି ସମସ୍ତେ ନିଜକୁ ନିଜେ ଇମ୍ପୋର୍ଟାଣ୍ଟ ଭାବୁଛନ୍ତି ବିଶେଷ ଭାବରେ ଓଡ଼ିଶା କଂଗ୍ରେସ ଗୋଟେ ସମୂହ ଭାବରେ କାର୍ଯ୍ୟ କରିବାର ଯେଉଁ ବାତାବରଣ ସୃଷ୍ଟି ହେବା କଥା ସେ ବାତାବରଣଟା ବହୁତ ଦିନ ଧରି କଂଗ୍ରେସ ଦଳରେ ଓଡ଼ିଶାରେ ହେଇନାହିଁ ଯେଉଁଠିକି ହେବାର ଆବଶ୍ୟକତା ଅଛି ଏ ସମୟରେ ବର୍ତ୍ତମାନ ସ୍ଥିତିରେ ସବୁ ନେତା କର୍ମୀ ଏବଂ କଂଗ୍ରେସକୁ ଚାହୁଁଥିବା ଲୋକମାନଙ୍କ ଭିତରେ ଗୋଟିଏ ସମଝୋତା ନିହାତି ରହିବାର ଅଛି ଆନ୍ତରିକତା ରହିବାର ଅଛି କିପରି କଂଗ୍ରେସ ଦଳକୁ ସୁଦୃଢ଼ କରିବା ଏବଂ ଦଳକୁ ପୁଣି ଫେରାଇ ଆଣିବା ରାଇଟ୍ ପାଥ୍ ସେ ଜିନିଷର ଆବଶ୍ୟକତା ନିଶ୍ଚୟ କଂଗ୍ରେସ ଦଳ ମୁକିମ ଆଜି ଗୋଟେ ବଡ କଥା କହିଲେ କି ଦଳକୁ ଆଇନା ଦେଖେଇଥିବାରୁ ଏତେ ବଡ କାର୍ଯ୍ୟାନୁଷ୍ଠାନ ଆପଣ ଲାଗୁଛି କି ଦଳ ନିଜେ ଆତ୍ମସମୀକ୍ଷା ଶୁଣନ୍ତୁ, ଦରକାର, ଆଇନା ସେ ଦେଖିବା ଦରକାର? ଯେପରି ଭାବରେ ଚିଠିଟି ଲେଖିଛନ୍ତି ସେ ତାଙ୍କୁ ଖୁବ୍ ଦାରୁଣ ଭାବରେ ଆଘାତ ଦେଇଥିବାରୁ ଏବଂ ତାଙ୍କ ମନ ଭିତରେ କିଛି ପ୍ରତିକ୍ରିୟା ସୃଷ୍ଟି ହୋଇଥିବାରୁ ସେପରି କାର୍ଯ୍ୟ କରିଛନ୍ତି ତେଣୁ ଇଏର ବାସନା ପାଇଲା ପରେ ପରେ ଦଳ ତରଫରୁ ଉଦ୍ୟମ ହେବା କଥା ଥିଲା ତାକୁ କେମିତି ଉପଶମ କରିବା କଥା ସେଟା ଆମେ ତ କରିଛନ୍ତି କି ନାହିଁ ନିଜକୁ ମୁଁ ତ କେବେ ତାଙ୍କ ସହିତ ଆଲୋଚନା କରିନି ଏ ବିଷୟରେ କିନ୍ତୁ ସେଇଥିପାଇଁ ମୁଁ ଆପଣଙ୍କୁ ଯେତେବେଳେ ପ୍ରଥମେ ପଚାରିଥିଲେ ମୁଁ କହିଥିଲି ଏହା ଗୋଟେ ଆଭ୍ୟନ୍ତରୀଣ ବ୍ୟାପାର ଏ ଆଭ୍ୟନ୍ତରୀଣ ବ୍ୟାପାରକୁ ନିଜ ଭିତରେ ବସି ସମାଧାନ କରିବା ଉଚିତ
ଅସନ୍ତୋଷ ତ ବହୁତ ଲୋକଙ୍କର ଥାଇପାରେ ଅଛି। ତାକୁ ଯେତେ ଶୀଘ୍ର କରାଯାଏ କଂଗ୍ରେସ ଦଳ ତରଫରୁ ଓଡ଼ିଶାରେ ତାକୁ ସମାଧାନ କରିବା ଉଚିତ ଏବଂ ଦଳକୁ ମଜବୁତ କରିବା ଉଚିତ। ଓଡ଼ିଶାର ସବୁ ନେତାମାନଙ୍କୁ ବା ଯେଉଁ କର୍ମୀମାନଙ୍କ ଭିତରେ ଯେଉଁ ଉତ୍ସାହ ସୃଷ୍ଟି କରିବା କଥା, ତାଙ୍କୁ ସମସ୍ତଙ୍କୁ ଏକ କରିବା କଥା, ଗୋଟିଏ ମନରେ ଚାଲି କଂଗ୍ରେସକୁ ସୁଦୃଢ଼ କରିବା କଥା, ଇଏ କାହାର କର୍ତ୍ତବ୍ୟ? ଯେଉଁମାନେ ଏଠି ନେତୃମଣ୍ଡଳୀ ଅଛନ୍ତି, ଯେଉଁମାନେ ସଭାପତି ଅଛନ୍ତି, ଯେଉଁମାନେ AICCର ଦାୟିତ୍ୱରେ ଅଛନ୍ତି, ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ, ମୋର ବି କର୍ତ୍ତବ୍ୟ ଅଛି। ତେଣୁ ଆମେ ଯଦି ଆମ କର୍ତ୍ତବ୍ୟରେ ହେଳା କରିବା ତାହେଲେ ଦଳ ଦୁର୍ବଳ ହେଇଯିବ।